ଆସନ୍ତୁ ଆଜି ଆଉ ଏକ ମାନବବାଦ ଚାଲାଣକୁ ସମସ୍ତଙ୍କୁ ସ୍ୱାଗତ କରୁଛି। ଆଧୁନିକ ମଣିଷ ବିଜ୍ଞାନର ଅଗ୍ରଗତି କରିପାରିଛି ଏବଂ ବିଜ୍ଞାନ ବଳରେ ବଳିୟାନ। ଆଜି ଅସମ୍ଭବର ମାନେ କିଛି ନାହିଁ। ସ୍ୱର୍ଗ, ମତ୍ସ୍ୟ ଓ ପାତାଳକୁ ଭେଦ କରିବାର ଶକ୍ତି ମଣିଷ ପାଖରେ ଅଛି। ଚନ୍ଦ୍ରପୃଷ୍ଠରେ ପାଦ ଥାପିଛି, ଗଭୀର ସମୁଦ୍ରକୁ ପ୍ରବେଶ କରିବା ଏବଂ ବାୟୁମଣ୍ଡଳରେ ଉଡ଼ି ବୁଲିବା ଭଳି କାର୍ଯ୍ୟ କରି ନିଜ କାର୍ଯ୍ୟରେ ନିଜେ ଚକିତ ହୋଇଛି। ଏତିକିରେ ବିଜ୍ଞାନକୁ ପରିସମାପ୍ତି କରିନାହିଁ। ବିଜ୍ଞାନର ଅଗ୍ରଗତି ପାଇଁ ମଣିଷ ଅହରହ ଚେଷ୍ଟା ଜାରି ରଖିଛି ଏବଂ ଏହାର ପରିସମାପ୍ତି କେବେ ହୋଇନପାରେ। ବିଶ୍ୱର ଅଗ୍ରଣୀ ଦେଶମାନଙ୍କ ମଧ୍ୟରେ ରୁଷିଆ, ଆମେରିକା, ଚୀନ, ଭାରତ, ଜାପାନ, ଇଂଲଣ୍ଡ ଭଳି ଦେଶଗୁଡ଼ିକ ବିଜ୍ଞାନର ଅଗ୍ରଗତି ନିମନ୍ତେ ପ୍ରତିଦ୍ୱନ୍ଦ୍ୱିତାମୂଳକ ଭାବରେ ଗବେଷଣା ଚାଲୁ ରଖିଛନ୍ତି ଏବଂ ଏହା ଏହିଭଳି ଭାବରେ ଚାଲୁ ରହିଛି। ଏହିସବୁ ସତ୍ତ୍ୱେ ବିଡ଼ମ୍ବନାର ବିଷୟ ଏହିକି ମାନବବାଦ ଆଜି କବର ତଳେ। କେହି ଜଣେ ମହାନ ମାନବର ଏହି ଉକ୍ତି ଆଜି ସତ ପ୍ରମାଣିତ ହୋଇଛି। ସମସ୍ତେ ନିଜ ନିଜ ସ୍ୱାର୍ଥ ସାଧନାରେ ଆଗେଇଛନ୍ତି, ଯାହା ଆଗରେ ମାନବବାଦ ହାର ମାନିଯାଇଛି। ଯଦି ଆପଣଙ୍କୁ ଏହି ମାନବବାଦ ଗାଥା କିଛି ଭଲ ଲାଗିଲା, ତାହେଲେ ଆପଣମାନେ ଏହାକୁ ସବସ୍କ୍ରାଇବ୍ କରନ୍ତୁ, ଲାଇକ୍ କରନ୍ତୁ ଏବଂ ସମସ୍ତଙ୍କୁ ସେୟାର କରନ୍ତୁ।